ମୋ ନାଁ ଶ୍ରୀଧର ସ୍ୱାଇଁ। ମୁଁ ଭଣ୍ଡାରୀ ପୋଖରୀ ବିଜେପି ଭଣ୍ଡାରୀ ପୋଖରୀ ମଣ୍ଡଳର ପ୍ରଭାରୀ ଦାୟିତ୍ୱରେ ଅଛି। ଦେଖନ୍ତୁ, ଆମେ ଭାରତ ମାତାର ସନ୍ତାନ ହିସାବରେ ନିଜକୁ ଗର୍ବ ଅନୁଭବ କରୁଛୁ। ଆଜିର ଦିନରେ 1947 ମସିହା ଅଗଷ୍ଟ 15 ତାରିଖରେ ଆମର ଦେଶ ସ୍ୱାଧୀନତା ଲାଭ କରିଥିଲା। କେତେ କେତେ ମହାମାନବ ମହାପୁରୁଷ ଯେଉଁମାନେ କି ନିଜର ବଳିଦାନ ଦେଇ ଆମ ହାତରେ ଏ ସ୍ୱାଧୀନତା ରୂପକ ଅମୂଲ୍ୟ ରତ୍ନକୁ ଟେକି ଦେଇଥିଲେ। ଆଜି ଏହି ଦିନରେ ଆମେ ସେମାନଙ୍କୁ ନିଶ୍ଚୟ ସ୍ମରଣ କରିବା ଦରକାର ଏବଂ ଦେଶ ପ୍ରେମରେ ଉଦ୍ବୁଦ୍ଧ ହେବା ପାଇଁ ଆମେ ଜାତୀୟ ପତାକା ତଳେ ଏକତ୍ରିତ ସମସ୍ତେ ହେଉଛୁ ଯେ ଆଗାମୀ ଦିନରେ ଏ ଭାରତବର୍ଷ ଯେଭଳି ଅଖଣ୍ଡ ରହିବ ଏବଂ ସମସ୍ତେ ମାତୃଭୂମିର ସେବା କରିବା ପାଇଁ ପ୍ରେରଣା ପାଇବେ। ଆଜି ଅଗଷ୍ଟ 15 ତାରିଖ, ଆଜି ବି ସେଇ ଦିନ ମନେ ପଡ଼ୁଛି। ସେଇ ଅଗଷ୍ଟ 14 ତାରିଖରେ ଯେତେବେଳେ ବିଭୀଷିକା ଦିବସ ଆମେ ଗତକାଲି ପାଳନ କରିଥିଲୁ, ଦେଶ ଦି ଭାଗରେ ବିଭକ୍ତ ହେଇଥିଲା। ଆଜି ସେ ପରିସ୍ଥିତି ଆଗାମୀ ଦିନରେ କେମିତି ନ ଆସିବ, ଆମର ଯୁବବନ୍ଧୁ ଏବଂ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ବିନମ୍ର ଅନୁରୋଧ ରହିବ, ସମସ୍ତେ ଭାରତ ମାତାର ସେବା କରିବା ପାଇଁ ଆଗେଇ ଆସିବା ଦରକାର। ଆଜି ବ୍ଲକ ପରିସରରେ ବିଡିଓ ମହାଶୟଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ସୁମତି ଅପା ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନେ ଅତିଥିମାନେ ମଧ୍ୟ ଥିଲେ। ତେଣୁ ଅତି ସୁନ୍ଦର ଭାବରେ ଆଜି ବ୍ଲକ ପ୍ରଶାସନ ତରଫରୁ ଏଠି ସ୍ୱାଧୀନତା ଦିବସ ପାଳନ କରାଯାଇଛି।